আজি অতি শুভ দিন নুয়াখাই উপলক্ষে আমার অবিভক্ত কোরাপুট জিল্লার বরিষ্ঠ কলাকার বন্ধু গুরু আজ্ঞা কর্ণ আজ্ঞা আসছেন পখনাগুড়ার নাট উদ্ঘাটন উৎসবরে যোগ ଦେଇଛନ୍ତି। ଆମେ ଗ୍ରାମର ସମସ୍ତେ ଇଚ୍ଛା କରି ଏକତ୍ରିତ ହୋଇ ଗୋଟିଏ ନାଟ ଶିଖିବାକୁ ଇଚ୍ଛା କଲୁ। ଆଉ ସମସ୍ତେ କର୍ଣ୍ଣ ଆଜ୍ଞାଙ୍କୁ ଇଚ୍ଛା କଲୁ ନୂଆ ନାଟ ଗୋଟେ ଶିଖିବା ପାଇଁ। ଏଇଟା ଯୁବକ ବନ୍ଧୁମାନଙ୍କର ବୟୋଜ୍ୟେଷ୍ଠମାନଙ୍କର ମା ଭଉଣୀମାନଙ୍କର ଇଚ୍ଛା ପ୍ରକାରେ ନୂଆ ନାଟ ଗୋଟେ ଶିଖିବାକୁ ଇଚ୍ଛା କରିଥିଲୁ। ଆଜି ସେହି ନାଟର ଉଦ୍ଘାଟନ ଉତ୍ସବରେ ପହଞ୍ଚିଛନ୍ତି ଆମର ଅବିଭକ୍ତ କୋରାପୁଟ ଜିଲ୍ଲାର କର୍ଣ୍ଣ ଆଜ୍ଞା ଗୁରୁ। ଆଜି ଆମ ଗ୍ରାମବାସୀ ସମସ୍ତେ ଉପସ୍ଥିତ ଅଛୁ। ଅତି ସୁନ୍ଦର ଭାବରେ ବହୁ ପରିମାଣରେ ଜମା ହେଇଛୁ। ନାଟଗୁରୁ ଆଜ୍ଞାଙ୍କର କାର୍ଯ୍ୟକ୍ରମ ଭଲ ଚାଲିଛି। ଆଉ ସମସ୍ତେ ଆଶା କରୁଛୁ ଗୋଟେ ଭଲ ନାଟ ଶିକ୍ଷା କରି ଆମେ ଆଗକୁ ଆମର କଳା ପ୍ରଦର୍ଶନ ଦେଖାଇବାକୁ ସମସ୍ତଙ୍କର ଇଚ୍ଛା। ସମସ୍ତ ଯୁବକ ବନ୍ଧୁମାନଙ୍କର ଏଥିପ୍ରତି ଆମେ ଏକତ୍ରିତ ହୋଇ ଗ୍ରାମବାସୀ ଆଜି ଅତି ପ୍ରଫୁଲ୍ଲ ମନରେ ଏକତ୍ରିତ ହେଇଛୁ। ଆଜିର ଦିନଟି ବହୁତ ସୁନ୍ଦର ଭାବରେ ଉପଭୋଗ କରୁଛୁ। ଆଜି ପୁଣି ନୂଆ ନାଟର ଶୁଭ ଉଦ୍ଘାଟନ କରାଯାଉଛି। ଏହା ସମସ୍ତଙ୍କର ଇଚ୍ଛା ଓ ଆକାଂକ୍ଷା ପୂର୍ଣ୍ଣ ହେଇଛି। ପଖନାଗୁଡ଼ା ଗୋଟେ ପୁରୁଣା କଳାକାର ଗ୍ରାମ, ପୁଣି ଲୁପ୍ତ ହୋଇଥିଲା କେତେ ବର୍ଷ ନାଟ ନଥିଲା। ନୂଆ ନାଟ ଶିକ୍ଷା ଗ୍ରହଣ କରିବାକୁ ଆଜି ଗୁରୁ ଆଜ୍ଞାଙ୍କୁ ଆମେ ସମସ୍ତେ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଆମେ ଡାକିଛୁ। ନିଶ୍ଚିତ ଭାବେ ଆମେ ଏ ଗ୍ରାମର କଳାକୁ ବଜାୟ ରଖିବୁ, କଳାକୁ ଆଗକୁ ନେବୁ। ଅତି ସୁନ୍ଦର ନାଟ୍ୟ କାର୍ଯ୍ୟକ୍ରମରେ ସମସ୍ତଙ୍କର ଭଲ ପାଇବା ଭାଇଚାରା ପ୍ରେମ ରହିବ, ଏହି ଚିନ୍ତାଧାରା ନେଇ ଆଜିର ନାଟ୍ୟ କାର୍ଯ୍ୟକ୍ରମକୁ ଆମେ ତ୍ୱରାନ୍ୱିତ କରିବାକୁ ସେ ଗୁରୁ ଆଜ୍ଞାଙ୍କୁ ଧନ୍ୟବାଦ, ତାଙ୍କର କଳା କାର୍ଯ୍ୟକୁ ଧନ୍ୟବାଦ ଦେଉଛୁ। ଆଉ ଆମର ସ୍ନେହ ସମ୍ମାନ ମଧ୍ୟ ଅଛି ଗୁରୁ ଆଜ୍ଞା ପ୍ରତି। ଆମର ଭାଇଚାରା ମଧ୍ୟ ବଢ଼ିଛି। ଆଉ ସମସ୍ତେ ଏକତ୍ରିତ ହୋଇ ପ୍ରତ୍ୟେକ ସାହିର ପ୍ରତ୍ୟେକ ସମାଜର ଯୁବକ ବନ୍ଧୁମାନେ ଏକତ୍ରିତ ହୋଇ ନାଟ ଶିଖିବାକୁ ଇଚ୍ଛା କରି ଆଜି ଏକତ୍ରିତ ହୋଇଛୁ। ତେଣୁକରି ଅତି ସୁନ୍ଦର ନାଟ ଶିକ୍ଷା ଗ୍ରହଣ କରି ଆମେ ଆଗକୁ କଳା ପ୍ରଦର୍ଶନ ଦେଖାଇ ବୋଲି ମୋର ଅନୁରୋଧ। ଧନ୍ୟବାଦ।